রুবেন কৌশি। ନମସ୍କାର, ମୋ ନିଜର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଏହି ଅଧ୍ୟାୟରେ ବିଷୟ ମେରା ଭାରତ ମହାନ। ମେରା ଭାରତ ମହାନ ଯଦି ନା ହେଇଥିବ ତାହେଲେ ଏଇ ସବୁ ଘଟଣା ଘଟିବ କେମିତି? ଏ ଯେ ଓଡ଼ିଶାରେ ଏବେ ପ୍ରବଳ ହୋ ହଲ୍ଲା, ଆବସଲ୍ୟୁଟଲି ଜାଷ୍ଟିଫାଇଡ୍। ଏ ଯେଉଁ କେଉଁଝରରେ যেটা ঘটিলা ଆପଣମାନେ ସମସ୍ତେ ଜାଣିଛନ୍ତି। ସେ ଯେଉଁ ଜିତୁ ମୁଣ୍ଡା ତାର ଭଉଣୀର କଙ୍କାଲ ନେଇକିରି ବ୍ୟାଙ୍କ ଆଗରେ ଆସିଲେ, କାହିଁକି ଭଉଣୀ ନାଁରେ ଭଉଣୀ ଚାଲି ଯାଇଥିଲେ, ଭଉଣୀ ନାଁରେ 19,000 ଟଙ୍କା ଥିଲା ଆକାଉଣ୍ଟ। ଜିତୁ ମୁଣ୍ଡା ଚାହୁଁଥିଲେ ସେଇ ଟଙ୍କାଟାକୁ କାଢ଼ିବା ପାଇଁ। ବ୍ୟାଙ୍କବାଲା କହିଲା ପ୍ରମାଣ ଦିଅ, ତ ପ୍ରମାଣ ତ ତାର ପାଖେ ନାହିଁ। ପୁଅ ଟ୍ରାଇବାଲ ଇଲିଟରେଟ୍, ପାଠ ପଢ଼ିନାହାନ୍ତି, ପ୍ରମାଣ କେମିତି ଆଣିବେ? ଆପଣ ଚାହିଁଲେ ପଡ଼େ ବି ଗାଁ ଗଣ୍ଡାରେ ଡେଥ୍ ସାର୍ଟିଫିକେଟ୍ ପାଇବେନି। ଅଧିକାଂଶ ଟାଇମ୍ରେ ଆପଣଙ୍କୁ ଲାଞ୍ଚ ଦେବା ପଡ଼ିବ। ସେଇ ଗରିବ ଟ୍ରାଇବାଲ ପାଖରେ ଲାଞ୍ଚ ଦେବାର ପଇସା ବି ନାହିଁ। ସେ କ'ଣ କରିଲେ, ସେ ବଡି ପୋତା ହେଇଥିଲା, ଆଣିଲା କଙ୍କାଲ ଆଣିକିରି ଥୋଇଦେଲେ ଏବଂ ତାରପରେ ସାଙ୍ଗେ ସାଙ୍ଗେ ପୁରା ମ୍ୟାଜିକ୍ ଟଙ୍କା ପାଇଗଲେ, ଡେଥ୍ ସାର୍ଟିଫିକେଟ୍ ପାଇଗଲେ। ସରକାର ଏତେ ଦିନ ନୀରବ ଥିଲା, ତାକୁ ବୋଧେ 30,000 ଟଙ୍କା ବି ଦେଲେ, ମାନେ ସାଙ୍ଗେ ସାଙ୍ଗେ, ମାନେ ପୁରା ମ୍ୟାଜିକ୍। ମୁଁ ତ କହୁଛି ମେରା ଭାରତ ମହାନ। ଏସବୁ ଖାଲି ଏମିତି ମ୍ୟାଜିକ୍ ଗୋଟେ ମହାନ ଭାରତବର୍ଷରେ ହିଁ ହେଇପାରେ। ମୁଁ ତ ମୋର ଜାଣିବାରେ ମୁଁ ଜାଣିନି ଆଉ কোন ଦେଶରେ କ'ଣ ହଉଛି, କିନ୍ତୁ ମେରା ଭାରତ ମହାନ ତାର ଗୋଟେ ନମୁନା କେଉଁଝର ଜିତୁ ମୁଣ୍ଡା। କିନ୍ତୁ ତାଇলে ଆପଣମାନେ এই বিষয়ে ସମସ୍ତେ ଜାଣିଛନ୍ତି। ତାହେଲେ ନୂଆ କ'ଣ? ନୂଆ ହଉଛି ଏଇ ମେରା ଭାରତ ମହାନରେ, ମହାନ ଭାରତବର୍ଷରେ ଦିସ୍ ଇଜ୍ ନଟ୍ ଦ ଫର୍ଷ୍ଟ, ଦିସ୍ ଇଜ୍ ନଟ୍ ଦ ଲାଷ୍ଟ। ଆପଣମାନେ ଭୁଲି ଯାଇଥିବେ। ଆଜି এই ଅଧ୍ୟାୟରେ সেই ସବୁ ମନେ ପକାଇବି, କିଛି ଭିଡ଼ିଓ ଦେଖେଇବି। দিস ইজ নট দ্য ফার্স্ট, দিস ইজ নট দ্য লাস্ট। এটা প্রথম ঘটনা নୁହଁ, এটা ଲାଷ୍ଟ ଘଟଣା ବି ନୁହଁ। ପୂର୍ବରୁ ହଉଥିଲା ଏବଂ ଏମିତି ହଉଥିବ। ଏବଂ ଆଜି এই ଅଧ୍ୟାୟରେ କିଛି ଆପଣମାନଙ୍କୁ ମନେ ପକାଇ ଦେବା ପାଇଁ ମୁଁ କିଛି ଭିଡ଼ିଓ, କିଛି ଉଦାହରଣ ଦେଖେଇବି। ଆପଣମାନେ হয়তো ଭୁଲି ଯାଇଥିବେ। ଦେଖନ୍ତୁ ଆସୁଛି সেই ସବୁ। এই জিতু মুন্ডা মানে ସମସ୍ତେ আউটরেজড, মানে এটা କ'ଣ, মানে ইন্টারন্যাশনাল স্টোরি হয়ে যাচ্ছে। নিউ ইয়র্ক টাইমস, ওয়াশিংটন পোস্ট, বিবিসি, ডার স্পিগল ସବୁ ଜାଗାରେ ଜିତୁ ମୁଣ୍ଡାର ଫଟୋ କଙ୍କାଲ ଧରିକିରି ସେ ଚାଲୁଛନ୍ତି ବ୍ୟାଙ୍କ ଟଙ୍କା ପାଇଁ। ଭାରତବର୍ଷ ଏବଂ ପାର୍ଟିକୁଲାରଲି ଓଡ଼ିଶାର ପ୍ରବଳ ପାବ୍ଲିସିଟି ହେଲା, ପ୍ରବଳ ପାବ୍ଲିସିଟି, ମାନେ ଅକଳ୍ପନୀୟ ପାବ୍ଲିସିଟି। ଏବଂ କେଉଁଝର କାହାର ଜିଲ୍ଲା? ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀର ଜିଲ୍ଲା, ନିଜର ଜିଲ୍ଲା। ବଢ଼ିଆ, ଗ୍ରେଟ୍ ଆଚିଭମେଣ୍ଟ। ମାନେ ଫେମସ୍ ନା ହେଇପାରନ୍ତି କିନ୍ତୁ ନୋଟୋରିୟସ୍ ତ ହେଇପାରିବେ। ତ କେଉଁଝର ଏବେ ନୋଟୋରିୟସ୍, କିନ୍ତୁ ଏଇଟା କ'ଣ ଅନପ୍ରେସିଡେଣ୍ଟେଡ୍, ମାନେ ପ୍ରଥମ ଥର ପାଇଁ ହେଉଛି ନା? ମୁଁ କହିଲି ଆଗରୁ ବି ହଉଥିଲା, ଭବିଷ୍ୟତରେ ବି ହବ। କାହିଁ ଆମର ଦେଶ ମହାନ ଦେଶ ଗୋଟେ। ଆପଣମାନଙ୍କର ସମସ୍ତଙ୍କର ମନେ ଅଛି ଦାନାମାଝି ଘଟଣା, ବୋଧହୁଏ 2017 କଳାହାଣ୍ଡି। ଆପଣମାନେ ଜାଣିଛନ୍ତି ଦାନାମାଝି ଘଟଣା ସମସ୍ତଙ୍କର ମନେ ଅଛି। ମୋର ଧାରଣା ଯେ ସ୍ତ୍ରୀ ଚାଲି ଯାଇଛନ୍ତି, ଆମ୍ବୁଲାନ୍ସ, এটা ନୁହଁ ଯେ ଓଡ଼ିଶାରେ ଆମ୍ବୁଲାନ୍ସ ଅଛି, କିନ୍ତୁ ତାହାକୁ ଦାନାମାଝିକୁ ଆମ୍ବୁଲାନ୍ସ ମିଳିଲାନି। ତ ସେ କ'ଣ କରିବେ, ବଡି ନେଇକିରି ସେ ଚାଲିଲେ 10 କିଲୋମିଟର, ସାଙ୍ଗରେ ଝିଅ କାঁଦୁଛି, ଚାଲିଲା। ତ ଦାନାମାଝି ଗୋଟେ ମାନେ ପ୍ରବଳ ଫେମସ୍ କି ନୋଟୋରିୟସ୍ ଯାହା ବି କହନ୍ତୁ ହେଲା, ସାରା ଭାରତବର୍ଷ, ସାରା ପୃଥିବୀ ଦାନାମାଝି ଫେମସ୍ ହେଇଗଲେ ଏବଂ ଓଡ଼ିଶାର ପ୍ରବଳ ପାବ୍ଲିସିଟି ହେଲା ଏବଂ ଭାରତବର୍ଷ ଆଉ ମହାନ ହେଇଗଲେ, ମାନେ ମେରା ଭାରତ ମହାନ। ଜିତୁ ମୁଣ୍ଡା ଘଟଣା ଏକ୍ସେପସନ୍ ନୁହଁ, ଇଟ୍ ୱାଜ୍ ନଟ୍ ଆନ୍ ଆବରେସନ୍, ଏମିତି ହୁଏ। ଏବଂ କିଛି ଭିଡ଼ିଓ ଆପଣମାନଙ୍କୁ ଦେଖିବି 2024, সেই ଟାଇମ୍ରେ ପ୍ରବଳ ଭାଇରାଲ ହେଇଥିଲା ଏଇ ଭିଡ଼ିଓ। ପାଥୁରୀ ଦେହୁରୀ, 65 ଇୟର୍ସ, 65 ବର୍ଷ, ଜଣେ ଟ୍ରାଇବାଲ, ଏଗେନ୍ କେଉଁଝରରୁ। ତାର ମଧୁବାବୁ ପେନସନ ଯୋଜନାରେ ତାର ପେନସନ ମିଳିବାର ଥିଲା, କିନ୍ତୁ ଯେ ବାବୁ ପେନସନ ଦେବେ ସେ କହିଲା ନା, ଆସିବା ପଡ଼ିବ। ତ ଭିଡ଼ିଓ ଭାଇରାଲ ହେଲା ଯେ ଏଇ ପାଥୁରୀ ଦେହୁରୀ ଚାଲି ପାରୁନାହାନ୍ତି, ବୁଢ଼ୀ ହେଇଯିବ, ମାନେ ବୁଢ଼ା ବୟସ ହେଇଯାଇଛି, 65 ବର୍ଷ। ସେ କ'ଣ କରିଲେ, ସି ୱାଜ୍ ସ୍କ୍ରଲିଂ, ହାମୁଡ଼ିବା, হ্যাঁ, মানে ସି ୱାଜ୍ ସ୍କ୍ରଲିଂ। ଭିଡ଼ିଓଟା ଦେଖନ୍ତୁ, ମନେ ପଡ଼ିବ। ଭିଡ଼ିଓଟା ଦେଖନ୍ତୁ। ପାଥୁରୀ ଦେହୁରୀ, রাইসুয়ান গ্রাম পঞ্চায়েত, কেওঁঝর, 2024। দেখুন তো এটা କ'ଣ, মানে এই যে ভিডিওটা ଆପଣ ଦେଖିଲେ তার অর্থটা କ'ଣ? মানে ଆମର ଭାରତବର୍ଷରେ, ମହାନ ଭାରତବର୍ଷରେ
ସେନ୍ସିଟିଭିଟି ଆଉ ନାହିଁ, ସମବେଦନା ନାହିଁ, ନାହିଁ ସେନ୍ସିଟିଭିଟି ନାହିଁ। ଆମ ସରକାର ପାଖରେ ଟଙ୍କା ଅଛି, ଲୋକ ଅଛି, ସବୁ ଅଛି, হ্যাঁ পেনশন ଯୋଜନା ବି ଅଛି, କିନ୍ତୁ ସହାନୁଭୂତିଟା ମିସିଂ। ସେୟା ପାଇଁ ଆପଣ ଏଇ କେଉଁଝରରେ ପାଥୁରୀ ଦେହୁରୀ, କିନ୍ତୁ ଆମର ମହାନ ଦେଶ, ଏମିତି ଗୋଟେ ଘଟଣା ଘଟିଲା ସେଇ ଟାଇମରେ 2024, ଲୋକମାନେ ଭାଇରାଲ ଭିଡିଓ ଦେଖିଲେ ଏବଂ ସେଇ ଟାଇମରେ ବି ହୋ ହଲ୍ଲା ହେଲା, ଲୋକମାନେ ଆଉଟରେଜ୍ ହେଲେ। ତାରପରେ মেরা ଭାରତ ମହାନ ଆମେ ଭୁଲିଗଲୁ, ଆମେ IPL କ୍ରିକେଟ ମ୍ୟାଚ୍ ଦେଖିବା ପାଇଁ ବ୍ୟସ୍ତ ହୋଇଗଲୁ। ତାରପରେ ଆମର ମୁନ୍ ମିଶନ ହଉଛି, ମାର୍ସ ମିଶନ ହଉଛି, ତାପରେ ଏହା ହଉଛି ସେୟା ହଉଛି, ଏବେ କମନୱେଲ୍ଥ ଗେମ୍ସ ଆସିବ ଭାରତବର୍ଷରେ, ଟ୍ରାଇ ହଉଛି, ଇଲେକ୍ସନ ଆସିଗଲା, ଆମେ ସମସ୍ତେ ମାତିଲୁ। হ্যাঁ ଆଜି ୱେଷ୍ଟ ବେଙ୍ଗଲରେ ଇଲେକ୍ସନ ହଉଛି, କାଲି ଗଲାକାଲି ଓଡ଼ିଶାରେ ହେଇଥିଲା, ଆମେ ମାତିଗଲୁ। ତାରପରେ ବଢିଆ ଗୋଟେ ଫିଲ୍ମ ଆସିଲା ଶାହରୁଖ ଖାନ କି ସଲମାନ ଖାନ, ଆମେ ମାତିଲୁ। ଆମେ ଭୁଲିଗଲୁ ପାଥୁରୀ ଦେହୁରୀର କ'ଣ ହେଇଥିଲା। हम उड़ीला, शी वाज स्क्रॉलिंग, कौन पेंशन पाई मधुबाबू पेंशन योजना, ताकू 2 किलोमीटर शी क्रॉल, माने माने एते डिसरेस्पेक्ट, माने इनडिग्निटी, माने डिग्निटी नहीं आउ कोन माने याटू अधिक आउ किछि हेई परिबो, आउ किछि घटना माने मु तो कहूछि এই যে কেওনঝারର যে লেটেস্ট ঘটনা জিতু মুন্ডা, নাইদার দ্য ফার্স্ট নট দ্য লাস্ট, এমতি চালুଥିବ। 2023 70 ইয়ার্স 70 ବର୍ଷ, এটা হচ্ছে নবরঙ্গপুরର ঘটনা। এই ভিডিও ବି ভাইরাল ହେଇଥିଲା, প্রবল ভাইরাল। সূর্য হরিজন ভদ্রমহিলা, ତାହାକୁ ବି ତାର ପେନସନ ମିଳିବାର ଅଛି, କିନ୍ତୁ ପେନସନ ପାଇଁ ତାକୁ କୁହାଯାଇଛି ଷ୍ଟେଟ ବ୍ୟାଙ୍କକୁ ଆସିବା ପଡ଼ିବ, ବ୍ୟାଙ୍କକୁ ଆସିବା ପଡ଼ିବ, କିନ୍ତୁ ସେ ଚାଲି ପାରୁନି। ତ ଆମର ମାନେ ଯେମାନଙ୍କ ପାଖରେ ପଇସା ଅଛି, ବୁଢା ଲୋକ କି ଯାହାର ଦେହ ଖରାପ, ସେମାନେ ୱାକର ୟୁଜ କରନ୍ତି, ୱାକରରେ ସପୋର୍ଟ ନେଇକରି ଚାଲନ୍ତି। କିନ୍ତୁ ସୂର୍ଯ୍ୟ ହରିଜନ ପାଖରେ ସେଇ ପଇସା ବି ନାହିଁ। ସେ କ'ଣ କରିଲେ, ଭିଡିଓଟା ଦେଖେଇବି, ଭିଡିଓ ଦେଖନ୍ତୁ ମନେ ପଡ଼ିବ। ଏଗେନ୍ ଆନାଦର ଏକ୍ସାମ୍ପଲ ଅଫ ଇନଡିଗ୍ନିଟି, ହ୍ୟୁମିଲିଏସନ। ତାର ପାଖରେ ୱାକରର ପଇସା ନାହିଁ, କ୍ରାଜ୍ ବି ନାହିଁ, ସେ ଗୋଟେ ପ୍ଲାଷ୍ଟିକ ଚେୟାର ନେଇକରି, ସପୋର୍ଟରେ ପ୍ଲାଷ୍ଟିକ ଚେୟାର ନେଇକରି ସେ ଚାଲିଲେ। କାହିଁକି ଟ୍ରାଏ କରୁଥିଲେ ସେ ବ୍ୟାଙ୍କ ଯିବେ, ଏବଂ ତାପରେ ବ୍ୟାଙ୍କ ଗଲେ ପରେ ପେନସନଟା ମିଳିବ। ଭିଡିଓଟା ଦେଖନ୍ତୁ, ମାନେ କ'ଣ କହିବି, ମାନେ মেরা ଭାରତ সত্যরে মহান। দেখন্তু সূর্য হরিজন। তারপরে କ'ଣ ହେଲା, এই ভিডিও ସେତେବେଳେ ଭାଇରାଲ ହେଲା, এবং যেই ভিডিও ভাইরাল ହେଲା, ଆମର ତ ଆଟେନସନ ସ୍ପାନ୍ ହଉଛି ମୋମେଣ୍ଟାରୀ, ସେଇ ଦିନେ 2 ଦିନ, এবং ସାଙ୍ଗେ ସାଙ୍ଗେ ସିଷ୍ଟମ ଜାଗିଲା, ଆରେ ଏଟା କ'ଣ ହଉଛି। ତ ଆମର ଦେଶର ফাইন্যান্স মিনিস্টার ନିର୍ମলা ସୀତାରମଣ, ସି ଇଣ୍ଟରଭେନ୍ ଯେ ଏଟା କ'ଣ ହଉଛି, ଏଟା মেরা ଭାରତ ମହାନ। ସାଙ୍ଗେ ସାଙ୍ଗେ ତାର ପେନସନ ମିଳିଗଲା, ସୂର୍ଯ୍ୟ ହରିଜନକୁ ପେନସନ ମିଳିଗଲା। ଏବଂ ଆଉ ଗୋଟେ କାମ ହେଲା, ତାକୁ ଗୋଟେ ହ୍ୱିଲ ଚେୟାର ବି ଦିଆହେଲା, ଗଭର୍ଣ୍ଣମେଣ୍ଟ ସରକାର ତାକୁ ଗୋଟେ ହ୍ୱିଲ ଚେୟାର ବି ଦେଲେ, ଏବଂ ତାର ପ୍ରୋବ୍ଲେମ ସଲ୍ଭ ହେଇଗଲା, ମାନେ ଆଟଲିଷ୍ଟ। ମାନେ ସୂର୍ଯ୍ୟ ହରିଜନ, ମାନେ ଆମର ଦେଶରେ ଏମିତି ଚାଲୁଥିବେ। ଖାଲି ଆଜି ମୁଁ ଖାଲି ଓଡ଼ିଶାର କିଛି ଭିଡିଓ ଏକ୍ସାମ୍ପଲ ଆପଣଙ୍କୁ ଦେଖୁଛି, এটা ଭାରତବର୍ଷରେ ସବୁ ରାଜ୍ୟରେ ଚାଲୁଥିବେ ଏମିତି ସବୁ ଘଟଣା। ମାନେ ଇଣ୍ଡିଆ মেরা ଭାରତ ମହାନ ଗୋଟେ ହଉଛି ଏସେନ୍ସିଆଲି VIP ଲୋକର ଦେଶ। VIP, ଆପଣ ଯଦି VIP ନା ହେବେ, ଭେରି ଇମ୍ପୋର୍ଟାଣ୍ଟ ପର୍ସନ ହେବେ, ଅର୍ଡିନାରୀ ଲୋକ ହେବେ, ଆପଣ ଏମିତି ଇନଡିଗ୍ନିଟି, ହ୍ୟୁମିଲିଏସନ, ୟୁ ୱିଲ୍ କିପ୍ ସଫରିଂ, ଦ୍ୟାଟ୍ ଇଜ ହାଉ ଇଟ୍ ୱିଲ୍ ହ୍ୟାପେନ୍। ତ ସୂର୍ଯ୍ୟ ହରିଜନର ଟିକେ ପ୍ରୋବ୍ଲେମ ସଲ୍ଭ ହେଇଗଲା ସାଙ୍ଗେ ସାଙ୍ଗେ। ଆଉ ଗୋଟେ ଉଦାହରଣ ଦଉଛି, 2020, ପୁଣି ଭିଡିଓ ଦେଖେଇବି। এটা ନୂଆପଡ଼ା, 60 ବର୍ଷର ସ୍ତ୍ରୀ ଲୋକ। ସେ ତାର ମା, ମାନେ ତାର ମାର ବୟସ ହଉଛି 100 years old, 100 ବର୍ଷ। ତାର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଯିବାର ଅଛି, କାହିଁକି ଜନଧନ ଆକାଉଣ୍ଟରେ କ'ଣ ପଇସା ମିଳେ। ତ ଜନଧନ ଆକାଉଣ୍ଟ ପାଇଁ ବ୍ୟାଙ୍କ ବାଲା କହିଲା ନା ଆସିବା ପଡ଼ିବ, 100 ବର୍ଷର ଭଦ୍ର ମହିଳାକୁ ଆସିବା ପଡ଼ିବ ବ୍ୟାଙ୍କ, ନହେଲେ ହେଇପାରିବନି। ନିୟମ, ରୁଲସ, ରେଗୁଲେସନ। ତ ଏଇ ସ୍ତ୍ରୀ ଲୋକ ତାର ମାକୁ, 100 ବର୍ଷର ମାକୁ କେମିତି ନେଇଯିବେ, ହ୍ୱିଲ ଚେୟାର ନାହିଁ, କିଛି ନାହିଁ, ଟ୍ରାଇବାଲ। ଗୋଟେ ଖଟ ଉପରେ ଖଟ, ସେଟାକୁ ଧରିକରି ଟାଣିକରି ସେ ଟ୍ରାଇ କରିଲେ। ସେଇ ବ୍ରାଞ୍ଚ ହଉଛି ବରଗାঁও ବ୍ରାଞ୍ଚ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ। ମ୍ୟାନେଜର କହିଥିଲେ ଯେ ନେଇ ଆସନ୍ତୁ, ଫିଜିକାଲ ଭେରିଫିକେସନ ହବ। ତ ଖଟ ଉପରେ ମା ଶୋଇଛନ୍ତି, ଆଉ ଝିଅ, ତାର ବୟସ ବି 60 years, 60 ବର୍ଷ।
ସେ ଟାଣୁଛି ଖଟ ଫିଜିକାଲ ଭେରିଫିକେସନ ପାଇଁ। ଦେଖନ୍ତୁ ଭିଡ଼ିଓ, ମୋର ନିଜର ଭିଡ଼ିଓ ନୁହଁ, ଏଇ ଭିଡ଼ିଓ ମୁଁ ଏଇ ଟେଲିଭିଜନ ଚ୍ୟାନେଲ ସେଇ ୟୁଟ୍ୟୁବ ଚ୍ୟାନେଲ ଏହାଠୁ ନେଇଛି। କିନ୍ତୁ କାହିଁ ନେଇଛି, ଆପଣମାନଙ୍କୁ ମନେ ପକାଇବା ପାଇଁ ଯେ ମେରା ଭାରତ ମହାନ ଜିତୁ ମୁଣ୍ଡା ଘଟଣା ପ୍ରଥମ ନୁହଁ, ଲାଷ୍ଟ ବି ନୁହଁ, ଏମିତି ହଉଥିବ। କାହିଁ ଆମ ଦେଶରେ, ମହାନ ଦେଶରେ ସମବେଦନା ଆଉ ନାହିଁ, ସେନ୍ସିଟିଭିଟି ଆଉ ନାହିଁ। ଆମର ସରକାର ପାଖରେ ସବୁ କିଛି ଅଛି, ଆମ୍ବୁଲାନ୍ସ ଅଛି, ପେନସନ ଯୋଜନା ଅଛି, ସବୁ ଅଛି, ଜନଧନ ଆକାଉଣ୍ଟ ତାର ପ୍ରୋଭିଜନ ଅଛି, କିନ୍ତୁ ସମବେଦନା ନାହିଁ, नो सेंसिटिविटी। आउ गोटे 2016 मने पकाउछि एई वीडियोटा मु देखैबिले जानि सुनि किंतु वीडियो अछि, माने मु जे कहली इंडिग्निटी ह्यूमिलिएशन, माने मोड़ीबा पड़े भी आपन जे इंडिग्निटी तार गोटे ज्वलंत माने बड़िया एग्जांपल होउछि बालेश्वर जिले रे घटितला 2016 जने स्त्री लोक मोड़ी जाइछन। तो मोड़िला पड़े ताकू श्मशानी को नहीं जीवा पड़िबो, किंतु गाड़ी नाई, एम्बुलेंस नाई, केमती नेबे? तो ताकू पैक करिबा पड़िबो, गोटे सुटकेस भितरे पैक करिबा पड़िबो। तो ए माने कोन करिले, तार बॉडीटा को भांगिले, अंटारू भांगिले स्त्री लोकर डेड बॉडीटा, तारपरे सुटकेस भितरे पैक करिके नहीं गले। वीडियो फोटो बायल वीडियोटा जानि सुनि करी मु देखुनी, टू ग्रोटेस्क, हाउ डू यू शो दिस वीडियो? माने एटा कोन, माने आमे कोन, माने वी आर लिविंग इन मेडिवियल एजेस, किंतु मेरा भारत महान। एवं एई मेरा भारत महान रे आपन जदि वीआईपी ना हेबे ताहले आपन रो मुश्किल अछि, माने वीआईपी ना हेले पड़े आपन रो एमती साफर करिबा पड़े। एई जो जितु मुंडा घटना, माने चाहिले पड़े सब किछि हेई पारे। जितु मुंडा ता स्त्री भौनी रो कंकाल लो नेकिरी बैंक रे आसिले सांगे सांगे किछि घंटा भितरे सबू हेई गला, टंका मिली गला, डेथ सर्टिफिकेट मिली गला, सरकार तरफ 30,000 टंका एक्स्ट्रा मिली गला, सब हेई गला। किंतु नाउ वेट करंतु पुणी आउ गोटे एमती घटना, सेटा केउंझर रे हेई पारे, मयूरभंज रे हेई पारे, सेटा बालेश्वर रे हेई पारे, कोरापुट, मालकानगिरी, नवरंगपुर, इट कैन हैपन एनी टाइम। किंतु मेरा भारत महान हमरो देशे रे एमती सबू चालू एवं आमे भी जे माने शहर रे रो टिके पाठ पाठ पढ़ुची, घर अच्छी, हाँ घरे एसी अच्छी, गाड़ी अच्छी, आमे कोन आमे अल्प समय पाई दिने दुई दिन पाई आमे टिके हो हल्ला करिबो, ना ना एटा ठीक होनी, वी विल बी आउटरेज, तारपरे आमे समस्ते व्यस्त हो जाऊ। आईपीएल क्रिकेट देखिबू, इलेक्शन नहीं करी चर्चा करी, शाहरुख खान रो फिल्म नहीं करी प्रबल उत्साह, वी विल गेट वेरी बिजी। एवं भारतवर्ष जेमती थिला सेमती चली देव मेरा भारत महान। आज एतिक पुणी कथा हेबी आगामी अध्याय। मोर ए यूट्यूब चैनल मु रुबेन कहूँ शेयर करंतु, सब्सक्राइब करंतु, कमेंट सेक्शन रे कमेंट्स और सजेशन दियंतु। खूब जल्दी देखा हो। नमस्कार। मु रुबेन कहूँ।